ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ପ୍ରଥମ ଶଙ୍କର ବାବୁ ଦୋକାନ ଗେଟ୍ ଖୋଲିଲେ। ଦୋକାନ ଖୋଲିକି ଭିତରେ ଟିକେ ଠାକୁରଙ୍କୁ ପ୍ରଣାମ କରିବ ମୁଁ ଭାବୁଥିଲି, କିନ୍ତୁ ତାଙ୍କର ତ ପ୍ରଣାମ ନୁହଁ, ସେ ଫାଷ୍ଟ ଗୀତ ଗାଇବା। ତାଙ୍କର ଗୀତ ହିଁ ଜୀବନ। ପ୍ରଥମେ ଗୀତ ବକ୍ସରେ ଚାର୍ଜ ଲଗେଇବେ, ତାପରେ ସେମାନେ ଏ ଭିତରେ ଇମ୍ରାନ ବେଟା କ'ଣ ବାହାରେ ସଫାସଫି କାର୍ଯ୍ୟ ଲାଗିଗଲାଣି ଯାହା ହଉଛି। କିନ୍ତୁ ସକାଳ ସକାଳ ସେ ଯେଉଁ ଆମର ଛକର ଯେଉଁ ମେଘୁଆ ପାଗ ପରିବେଶ ବହୁତ ବଢ଼ିଆ ଲାଗେ। ଏ ଭିତରେ ଆମର ମା ଶୀତଳୀଙ୍କ ମନ୍ଦିର, ସେଇ ତ ଆମ ଦୋକାନ ପାଖରେ ନା, ସେଇ ମାଙ୍କର ଦର୍ଶନ ବି ମିଳେ ସବୁବେଳେ। ଏପଟେ ଆମର ପାତ୍ର ବାବୁ ଚା ଦୋକାନ, ତାପରେ ପରେ ଏପଟେ ଛକ, ଆମ ଦୋକାନ ଭିତର ଦୃଶ୍ୟ। ଶଙ୍କର ପ୍ରଥମେ ଗୀତ ଲଗାଇବାରେ ବ୍ୟସ୍ତ। ତାଙ୍କ ଜୀବନ ଗୀତ ହିଁ ସବୁକିଛି। ବାପା ମା ସବୁ ଗୀତ ତାଙ୍କର, ଏମିତି ଭାବି ନେବାକୁ ପଡ଼ିବ। ଗୀତ ଲାଗିବ ତା ମନଟା ଟିକେ ଫ୍ରେଶ ହେବ, ତା ଛଡ଼ା ତାର କିଛି ନାହିଁ। ସେ ଦୋକାନ ଖୋଲା ହଉ ନ ହଉ ପ୍ରଥମେ ଗୀତ। ଯାହା ହଉ, କିନ୍ତୁ ଶଙ୍କରବାବୁ ତ କାର୍ଯ୍ୟକ୍ରମ ନିତିଦିନିଆ କାର୍ଯ୍ୟ। ହଁ, ଠାକୁରଙ୍କ ଭଜନ ଟିକେ ବାଜିଲା ଯାହା ହଉଛି। ମୁଁ ଭାବୁଥିଲି ମାନେ ଠାକୁର ପ୍ରେମୀ ନଥିବେ, କିନ୍ତୁ ଜଗନ୍ନାଥଙ୍କ ଅତି ମନରେ ଭକ୍ତି ଭାବ ବହୁତ। ଏହାପରେ ଆମ ଛକର ଦୃଶ୍ୟ ବହୁତ ମଜାଳିଆ, ମେଘୁଆ ପାଗକୁ ସକାଳ ସକାଳ ଦୃଶ୍ୟ। ବାଙ୍କେଶ୍ୱର ମିଠା ଦୋକାନ, ବାଙ୍କେଶ୍ୱର ସବୁ ସେଠାରେ ଗାଡ଼ି ଭଡ଼ା ସବୁ ମିଳେ ଭାଇ। ହଉଛି ତାପରେ ଆଜି ଏତେ ଦିନ କାର୍ଯ୍ୟ ସରିଲା। ଆମର ନିହାତି ଗୋଟେ ଷ୍ଟାଇଲ ଅଛି, ଯାହା ଖାଇବୁ ଗୋଟାଏ ଥାଳିରେ ଖାଇବୁ। ରାତିରେ ଦୋକାନ ବନ୍ଦ ହେଲା ପରେ ଆମ ସମସ୍ତଙ୍କ ଗୋଟାଏ ଥାଳି ଖିଆ ଷ୍ଟାର୍ଟ ହେଲା। କିଛି ବି ହେଲେ ଗୋଟେ ଜିନିଷ ଗୋଟାଏ ଥାଳି ଖାଇବୁ, ଏଇଟା ସବୁ ଆମର ଭାଇ ଭାଇ ଭିତରେ ପ୍ରେମ କାହାଣୀ। ପୁଅ ବୁପା ସବୁ ଗୋଟେ ଥାଳି ଖିଆ ପିଆ, ଆମର ଏଇଟା ଗୋଟେ ନୀତିଦିନିଆ କଥା। ସମସ୍ତେ ମିଶି ଗୋଟେ ଥାଳିରେ ଖାଇବୁ ଆମେ, ଯାହା ବି ହଉ ଅଳ୍ପ ବହୁତ। ତାପରେ ଦୋକାନ ବନ୍ଦ କଲୁ। ଆଜି ତ ଦିନ କାର୍ଯ୍ୟ ବି ଆମର ସବୁ ଗାଡ଼ି ଭଡ଼ା ସବୁ ଯାଇଛି, କିନ୍ତୁ ଦୋକାନ ବନ୍ଦ କରି ଶେଷ କିଛି ଆମେ ଦର୍ଶନ କଲୁ। ଶଙ୍କର ତାର ଭିଡ଼ିଓ କରିବାର ନାହିଁ। ଆମ କାହ୍ନା ବାବୁ ବୋଲର ଧରି ଆସିଲେଣି ଘରକୁ। ନାଇଁ, ଘରକୁ ଯାଆନି, ତୋର ତ ଲଭର ପାଖକୁ ପଳେଇବୁ। ଏମାନେ ସବୁ ଲଭର ବାୟା। ଶେଷରେ ଶଙ୍କର ମୋର ଆମ ଘରକୁ ପଳେଇ ଆସିଲୁ ଆଜି ପାଇଁ। ଏତିକି, ଆଉ କିଛି ଭିଡ଼ିଓ ଆମେ ଆଉ କଲେକ୍ସନ କରିପାରୁନି ଆଜିର। ବାଏ ବାଏ, ଗୁଡ୍ ନାଇଟ୍ ସାଙ୍ଗମାନେ, ଭଲରେ କେମିତି ରହିବେ। ମୁଁ ଭାବୁଛି ଜଗନ୍ନାଥଙ୍କ ଉପରେ ସମସ୍ତେ ଭଲ ସୁଖ ଶାନ୍ତିରେ ନିଦ ହଉ। ଆଜିର ଭିଡ଼ିଓ ଏତିକି, ବାଏ ବାଏ, ଗୁଡ୍ ନାଇଟ୍ ସାଙ୍ଗମାନେ, ଜୟ ଜଗନ୍ନାଥ।